ବର୍ତ୍ତମାନ ସେ ଶିକ୍ଷାରେ ଗୋଟେ ବୈପ୍ଳବିକ ଆନ୍ଦୋଳନ ଚଲେଇଛନ୍ତି। 40,000 ଆଦିବାସୀ ଛୁଆକୁ ବିନା ପଇସାରେ ସେ ପାଠ ବି ପଢ଼ାଉଛନ୍ତି। ଯଦି ନେପାଳର ଜଣେ ଝିଅ କ'ଣ ପାଇଁ ମଲେ ତାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡ଼ିନି। ଏଥିରେ ଅଚ୍ୟୁତ ସାମନ୍ତଙ୍କର କ'ଣ ଦୋଷ? ତେଣୁ ଏଠି କିଛି ଗଣମାଧ୍ୟମ, ପ୍ରିଣ୍ଟିଂ ମିଡ଼ିଆ ଏମାନେ ତାଙ୍କ ବିରୁଦ୍ଧରେ ଗୋଟେ ଚଲେଇଛନ୍ତି ଯେ ସିଏ କାରସାଦି କରିକି ସେ ଝିଅକୁ ମାରିଛନ୍ତି। ଛୁଆଙ୍କୁ ପାଠ ପଢ଼ାଇବା ପାଇଁ ସେ ଆଜି ପର୍ଯ୍ୟନ୍ତ ବାହା ବି ହେଇନାହାନ୍ତି। ତେଣୁ ଏଠି କୌଣସି ପ୍ରକାର ସନ୍ଦେହ ନାହିଁ ଯେ ତାଙ୍କ ଉପରେ ଏଭଳି ଭାବରେ ଦୋଷ ଲଦି ଦେବାଟା। ଆମ ଅଞ୍ଚଳରେ ଅନେକ ଆଦିବାସୀ ଝିଅ ପୁଅକୁ ସିଏ ପାଠ ପଢ଼ାଉଛନ୍ତି। ତେଣୁ ତାଙ୍କ ବିରୁଦ୍ଧରେ ଏଭଳି ଷଡ଼ଯନ୍ତ୍ର କରିବାଟା ସମୀଚୀନ ହେଉନି। ତେଣୁ ମୁଁ ଏଇସବୁ ଜିନିଷକୁ ମୁଁ ନିନ୍ଦା କରୁଛି। ଏଭଳି ଘଟଣା ତ ସାରା ଓଡ଼ିଶାରେ କ'ଣ ସାରା ଭାରତରେ କ'ଣ ବହୁତ ଘଟୁଛି। ତାର କିଛି ସମାଧାନ ନ କରି ତାଙ୍କ ଉପରେ କାହିଁକି ଏଭଳି ଦୋଷ ନଦି ଦେଉଛନ୍ତି। ତେଣୁ ମୁଁ ଏଇସବୁ କାର୍ଯ୍ୟକ୍ରମକୁ ମୁଁ ନିନ୍ଦା କରିବା ସଙ୍ଗେ ସଙ୍ଗେ ତାଙ୍କୁ ଏଇସବୁ କାମ କରିଛନ୍ତି ବୋଲି ଅଚ୍ୟୁତ ବାବୁ ତାଙ୍କୁ ଏତେ ପାଠ ପଢ଼ାଇଛନ୍ତି ଡାକ୍ତରୀ ପର୍ଯ୍ୟନ୍ତ, ଆଉ ଛୁଆ 40,000 ଛୁଆଙ୍କୁ ପାଠ ପଢ଼ିଛନ୍ତି। ସେଇଥିପାଇଁ ମୁଁ ଧନ୍ୟବାଦ ଏବଂ ତାଙ୍କ ପାଖରେ ମୁଁ କୃତଜ୍ଞ।